राज्य सरकारଙ୍କ तरफରୁ ଚାଷୀମାନଙ୍କ ପାଇଁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ନିମନ୍ତେ ଧାନ ମଣ୍ଡିରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯେଉଁ ଚାଷୀମାନେ ଖରିଫ ଧାନ ମଣ୍ଡିରେ ଦେବା ପାଇଁ ଚାହୁଁଛନ୍ତି ସେମାନେ ଏହି ଫର୍ମଟିକୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ସରକାରଙ୍କ ତରଫରୁ ଆସିଲା ନୂଆ ନୋଟିସ୍। ତ ଆପଣ ଏହି ଫର୍ମଟିକୁ ନିର୍ଭୁଲ ଭାବରେ ଫିଲ୍ଅପ୍ କରିବାର ଅଛି। ପୁରୁଣା ଫର୍ମ ବଦଳରେ ଏବେ ଆପଣମାନଙ୍କୁ ନୂଆ ଫର୍ମ ମିଳିବା ପାଇଁ ଯାଉଛି। ଏଥିରେ ଅନେକ ସାରା ପରିବର୍ତ୍ତନ ଆପଣ ଦେଖିବାକୁ ପାଇବେ। ଯଦି ଆପଣମାନେ ଏହି ଫର୍ମରେ କିଛି ଭୁଲ କରିଦେଉଛନ୍ତି ଆପଣମାନଙ୍କର ଟୋକନ ଆସିବନି, ଯାହାଫଳରେ ଆପଣମାନେ ଧାନ ମଣ୍ଡିରେ ଧାନ ଦେଇପାରିବେନି। ତ ଏହି ଚ୍ୟାନେଲ ଆପଣମାନଙ୍କୁ ସବୁବେଳେ ଆପଣଙ୍କ ସହିତ ରହିଛି। ଆପଣମାନଙ୍କର କୌଣସି ଅସୁବିଧା ହେବ ନାହିଁ। ଫର୍ମଟିକୁ ଆପଣମାନେ ନିର୍ଭୁଲ ଭାବରେ କେମିତି ପୂରଣ କରିବେ, ତା ସହିତ କ'ଣ ଚେଞ୍ଜେସ୍ ରହିଛି ଏହି ନୂତନ ଫର୍ମରେ ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ପ୍ରଥମ କରି ଯଦି ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଦେଖନ୍ତୁ, ଏଇଟା ଆପଣମାନଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଚାଷୀ ପଞ୍ଜୀକରଣ ଫର୍ମ KMS 2026-2027 ଆର୍ଥିକ ବର୍ଷ ଖରିଫ ଋତୁର ପଞ୍ଜୀକରଣ ଫର୍ମ ଏଇଟା ଜାରି କରାଯାଇଛି। ଏହି ଫର୍ମରେ ଆପଣମାନଙ୍କର ନୂତନ ପରିବର୍ତ୍ତନ ଆପଣ ଦେଖିବାକୁ ପାଇବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ ଆପଣ ଫର୍ମ ଭରିବେ ଆପଣମାନଙ୍କର ଆଧାର କାର୍ଡ଼ ତା ସହିତ ବ୍ୟାଙ୍କ ଷ୍ଟେଟମେଣ୍ଟର ଡିଟେଲ୍ସ ଆପଣଙ୍କ ପାଖରେ ରଖିବେ, ଯାହାଫଳରେ ଆପଣମାନଙ୍କର କୌଣସି ଭୁଲ ହେବ ନାହିଁ। ଏକ ନମ୍ବରରେ ଜିଲ୍ଲା ରହିଛି, ଆପଣ କେଉଁ ଜିଲ୍ଲାରୁ ବିଲଙ୍ଗସ୍ କରୁଛନ୍ତି ଜିଲ୍ଲାଟିକୁ ଲେଖିଦିଅନ୍ତୁ। ଦୁଇ ନମ୍ବରରେ ଆପଣଙ୍କର ରହିଛି ତହସିଲ, ଆପଣ କେଉଁ ତହସିଲ ଆପଣଙ୍କର ରହିଛି ଆପଣ ଲେଖନ୍ତୁ। ତିନି ନମ୍ବରରେ ଆପଣମାନଙ୍କର ବ୍ଲକ ବା ସହରାଞ୍ଚଳ ରହିଛି, ତ ଆପଣ କେଉଁ ବ୍ଲକରୁ ବିଲଙ୍ଗସ୍ କରୁଛନ୍ତି ବ୍ଲକ ନେମ୍ଟିକୁ ଆପଣ ଲେଖିଦିଅନ୍ତୁ। ତାପରେ 4 ନମ୍ବରରେ ଆପଣଙ୍କର ରହିଛି ପଞ୍ଚାୟତ କିମ୍ବା ୱାର୍ଡ଼ ନମ୍ବର, ଆପଣ କେଉଁ ପଞ୍ଚାୟତରୁ ବିଲଙ୍ଗସ୍ କରୁଛନ୍ତି ପଞ୍ଚାୟତ ନାମଟିକୁ ଆପଣ ଲେଖିଦିଅନ୍ତୁ। 5 ନମ୍ବରରେ ଆପଣମାନଙ୍କର ଗ୍ରାମ କିମ୍ବା ପ୍ଲଟ୍ ନମ୍ବର, ତ 5 ନମ୍ବରରେ ଆପଣ କେଉଁ ଗ୍ରାମରୁ ବିଲଙ୍ଗସ୍ କରୁଛନ୍ତି ଆପଣ ଏହି ଜାଗାରେ ଲେଖିଦିଅନ୍ତୁ। 6 ନମ୍ବରରେ ଆପଣମାନଙ୍କର ପିନକୋଡ଼ ରହିଛି, ଆପଣଙ୍କର ପୋଷ୍ଟାଲ ପିନକୋଡ଼ କ'ଣ ରହିଛି ଆପଣମାନେ ଏହି ବକ୍ସ ଗୁଡ଼ିକରେ ଲେଖିଦିଅନ୍ତୁ। ତାପରେ ଆପଣମାନଙ୍କର 7 ନମ୍ବରରେ ଆପଣଙ୍କର ନାମ ଆପଣ ଏହି ବକ୍ସରେ ଲେଖିଦିଅନ୍ତୁ। 7 ନମ୍ବରରେ ଯେଉଁ ଆପଣ ନାମ ଲେଖିବେ ଆପଣ ନିର୍ଭୁଲ ଭାବରେ ଆପଣଙ୍କର ନାମ ଲେଖିବେ, ଆପଣଙ୍କର ସ୍ପେଲିଂରେ ମିଷ୍ଟେକ୍ କରିବେନି। 8 ନମ୍ବରରେ ଆପଣଙ୍କର ସମ୍ପର୍କ ରହିଛି, ସମ୍ପର୍କ ବ୍ରାକେଟରେ ଆପଣଙ୍କର ପିତା ଆଉ ସ୍ୱାମୀ ରହିଛି। ଯଦି ପୁରୁଷ ଚାଷୀ ଆବେଦନ କରୁଛନ୍ତି ପିତା ଲେଖିବେ, ଯଦି ମହିଳା ଚାଷୀ ଆବେଦନ କରୁଛନ୍ତି ସ୍ୱାମୀ ଲେଖିବେ। ତାପରେ ଆପଣମାନଙ୍କର 9 ନମ୍ବର ରହିଛି ପରିବାର ସଦସ୍ୟଙ୍କ ସଂଖ୍ୟା, ଆପଣଙ୍କ ପରିବାରରେ କେତେ ଜଣ ସଦସ୍ୟ ରହିଛନ୍ତି ଆପଣ ଏହି ବକ୍ସରେ ଲେଖିଦିଅନ୍ତୁ। ତାପରେ 10 ନମ୍ବରରେ ଆପଣମାନଙ୍କର ରହିଛି ସମ୍ପର୍କୀୟଙ୍କ ନାମ, ଯଦି ଆପଣମାନେ ସମ୍ପର୍କ ଜାଗାରେ ପିତା ଲେଖିଛନ୍ତି ତାହେଲେ ପିତାଙ୍କ ନାମ ଏଠାରେ ଲେଖିବେ, ଯଦି ସ୍ୱାମୀ ବକ୍ସରେ ଲେଖିଛନ୍ତି ତାହେଲେ ସ୍ୱାମୀଙ୍କ ନାମ ଏହି ବକ୍ସରେ ଲେଖିବେ। ତାପରେ 11 ନମ୍ବରରେ ଆପଣମାନଙ୍କର ରହିଛି ମୋବାଇଲ ନମ୍ବର ରହିଛି, ଆଧାର କାର୍ଡ଼ ଅନୁଯାୟୀ ଯଦି ଅଛି, ଯଦି ଆପଣଙ୍କର ଆଧାର କାର୍ଡ଼ରେ ଯେଉଁ ମୋବାଇଲ ନମ୍ବରଟି ଲିଙ୍କ ରହିଛି ସେଇ ମୋବାଇଲ ନମ୍ବରଟିକୁ ଏହି ବକ୍ସରେ ଆପଣମାନେ ଲେଖିଦିଅନ୍ତୁ। 12 ନମ୍ବରରେ ଆପଣମାନଙ୍କର କୃଷକ ରେଜିଷ୍ଟ୍ରି ସଂଖ୍ୟା, କୃଷକ ଓ କୃଷକ କଲ୍ୟାଣ ବିଭାଗ ତରଫରୁ ଯଦି ଆପଣମାନେ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି କରିଛନ୍ତି ତାହେଲେ ଆପଣମାନେ କୃଷକ ରେଜିଷ୍ଟ୍ରି ସଂଖ୍ୟା ଆପଣ ଦେଇଦେବେ। ଯଦି ଆପଣମାନଙ୍କର ନାହିଁ ତାହେଲେ ଏ ବକ୍ସଟିକୁ ଆପଣ ଖାଲି ଛାଡ଼ିଦେବେ। ଯଦି ଆପଣମାନେ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି କରିଛନ୍ତି ତାହେଲେ ଆପଣମାନେ ଗୁଗଲ କ୍ରୋମକୁ ଯାଇ odfr.agristack.gov.in ସାଇଟ୍କୁ ଯାଇ ଆପଣମାନଙ୍କର ଏଗ୍ରିଷ୍ଟାକ୍ ନମ୍ବର ଆପଣ ବାହାର କରିପାରିବେ। 13 ନମ୍ବରରେ ବ୍ୟାଙ୍କ ନାମ, ଆପଣଙ୍କର ଯେଉଁ ବ୍ୟାଙ୍କରେ ଖାତା ରହିଛି ତାର ନାମ ଆପଣ ଲେଖିବେ। 14 ନମ୍ବରରେ ବ୍ୟାଙ୍କ ଶାଖା ନାମ ଆପଣ ଲେଖିବେ। 15 ନମ୍ବରରେ ଆପଣମାନଙ୍କର ଜମା ଖାତା ନମ୍ବର, ଆପଣଙ୍କର ଆକାଉଣ୍ଟ ନମ୍ବର ନିର୍ଭୁଲ ଭାବରେ ଆପଣମାନେ 15 ନମ୍ବରରେ ଲେଖିବେ। ତାପରେ ରହିଛି 16 ନମ୍ବର, 16 ନମ୍ବରରେ ଆପଣମାନଙ୍କର ବ୍ୟାଙ୍କ ଖାତାରେ ଯେଉଁ ରହିଛି IFC କୋଡ଼ ରହିଛି, IFC କୋଡ଼ଟିକୁ ଆପଣମାନେ ନିର୍ଭୁଲ ଭାବରେ ଲେଖିବେ। ଯଦି ଆପଣମାନେ IFC କୋଡ଼ ଭୁଲ ଲେଖିବେ ଟଙ୍କା ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିପାରିବ ନାହିଁ। ତାପରେ ରହିଛି 17 ନମ୍ବର ରହିଛି, 17 ନମ୍ବରରେ ଆପଣଙ୍କର ଆଧାର ନମ୍ବର ରହିଛି,
आधार नंबर टी को एई बॉक्स रे आपण माने निर्भुल भाबरे लेखिया पई पड़िबो। आधार नंबर रे आपण जमा भी मिस्टेक करिवेनी। एठी चासी मानको पई एक गुरुत्वपूर्ण सूचना प्रदान करा जाउची, तो आपण ए सूचना प्रति विशेष ध्यान दियंतु। तो एटी मेंशन रहिछि आधार संयुक्त बैंक खाता रे धान विक्रयर प्राप्य प्रदान करा जिवो। जदि एक रु अधिक आधार संयुक्त बैंक खाता थाए सद्य केवाईसी होइतिबा बैंक खाता रे प्राप्य प्रदान करा जिवो। तो देखंतु जदि आपण मानेकर एक रु अधिक अकाउंट रहिछि गोटे आधार कार्ड नंबर सहित, ताहले आपण मानकर जो बैंक अकाउंट रे केवाईसी रहिछि सेही बैंक खाता को ही आपण मानकर जो धान विक्रय टंका मध्य दिया जिवो। तापरे 8 नंबर रे जाति रहिछि। तो जाति आपण मानकर तीनोटी बॉक्स रहिछि। गोटे आपण मानकर अनुसूचित जाति आ गोटे अनुसूचित जनजाति आ गोटे अन्यान्य रहिछि। तो आपण मानकर एससी एसटी को छाड़ी देला परे जदि ओबीसी की जनरल रहिछि ताहले आपण माने अन्यान्य बॉक्स रे ठीक मारी पारिबे। जदि आपण मानकर एससी रहिछि ताहले प्रथम बॉक्स रे ठीक करिवे, जदि एसटी रहिछि आपण द्वितीय बॉक्स रे ठीक करिवे। तापरे 19 नंबर रे आपण मानकर लिंग रहिछि। जदि पुरुष आवेदन करथिबे पुरुष बॉक्स रे ठीक करिवे, जदि महिला आवेदन करथिबे ताहले महिला बॉक्स रे आपण ठीक करिवे। जदि आपण तृतीय लिंगी थिबे ताहले तृतीय लिंगी बॉक्स ऊपर आपण ठीक करिवे। 21 नंबर रे आपण मानकर धान विक्रय करिबा केंद्रर नाम आपण एठारे लिखिबे। 20 नंबर रे आपण मानकर मंडी को धान आनिबार संभावित समय रहिछि। मासर नाम एई बॉक्स रे आपण लिखिबे, को मास रे आपण मंडी को नेइबे धान विक्रय करिबा पई। तापर रहिछि आपण मानकर पक्ष को चयन करंतु। प्रथम पक्ष रहिछि, द्वितीय पक्ष रहिछि। जदि आपण माने 1 रु 15 तारिख मध्य रे जदि मंडी को धान नवा पई चाहुचंती ताहले प्रथम पक्ष रे आपण ठीक करंतु। द्वितीय पक्ष रे जदि आपण 15 रु 30 तारिख रे जदि धान मंडी को नवा पई चाहुचंती ताहले आपण द्वितीय पक्ष रे आपण ठीक करंतु। 22 नंबर ए रे जदि लिफ्ट बोरवेल आपण व्यवहार करूचंती ताहले ए बॉक्स रे आपण लेखंतु। 22 बी रे कंज्यूमर नंबर ए बॉक्स रे आपण लेखंतु। तापरे आपण मानकर देखंतु बी रे रहिछि चाष हेउथिबा जमीर विवरणी। एटा आपण मानक पई बहुत गुरुत्वपूर्ण रहिछि। प्रथमे तो आपण मानकर तहसील रहिछि। तहसील आपण मानकर कोउटा आपण लेखिबे। तापरे रेवेन्यू सर्कल रहिछि, आपण रेवेन्यू सर्कल लेखिबे। तापरे ग्राम बा मौजा आपण लेखिबे, ग्राम लेखि पारिबे, नचेत आपण मौजा लेखिबे। तापरे खाता नंबर लेखिबे। तापरे प्लॉट नंबर लेखिबे। आपण जति की प्लॉट दउथिबे सेति की प्लॉट एथिरे आपण मेंशन करिवे। तापरे आपण मानकर जमी मालिक खातादारक नाम एठारे आपण लेखिबे। तापर रहिछि आपणकर जमी मालिकक सह चाषीक संपर्क, स्वामी स्त्री पुओ भाग चाषी इत्यादि आपणकर जमी मालिकक सह जहाँ भी संपर्क रहिछि एठारे आपण लेखिबे। तापर रहिछि भाग चाषी होइथिले सहमति पत्र आनिचंती कि नाही एठारे आपण लेखिबे, हाँ कि ना आपण लेखिबे। जदि आपण भाग चाषी हेइथिबे हाँ लेखिले ताहले जमी मालिकक नाम लेखिबे, जमी मालिकक आधार नंबर लेखिबे। तापरे जमी मालिकक मोबाइल नंबर लेखिबे। तापरे जमीर परिमाण आपण मानकर पट्टा अनुसार आपण लेखिबे। चाष होइथिबा जमी गुडी को मेंशन आपण करिवे। तापरे आपण किसम लेखिबे। तापरे जलसेचनर उत्स आपण केनाल लिफ्ट बोरवेल कोन व्यवहार करूचंती जलसेचन पई आपण सेटा मेंशन करिवे।